ମା ହେବେ ଜାଗୃତି ଶୁକ୍ଲା। ଦର୍ଶକ ବନ୍ଧୁ, ଜାଗୃତି ହେବେ ମା ଆଉ ଅନୁଭବ ହେବେ ବାପା। ଅନୁଭବଙ୍କ ମା ହୋଇଯିବେ ଜେଜେମା। ନାତି ନାତୁଣୀଙ୍କୁ ଟିକେ ଧରିବେ ଏବଂ ଗେଲ କରିବେ। ଏସବୁ କେବେ ହେବ ସମସ୍ତେ ଦିନ ଗଣୁଛନ୍ତି। ପରିବାରର ସମସ୍ତ ସଦସ୍ୟ ଚାହାନ୍ତି ଆମ ଘରକୁ ଯେତେ ଜଲ୍ଦି ନାତି କିମ୍ବା ନାତୁଣୀ ଆସିବ ସେତେ ଜଲ୍ଦି ଆମ ଘର ହସ ଖୁସିରେ ଭରିଯିବ। ଠିକ୍ ସେମିତି ଅନୁଭବଙ୍କ ଘର ଲୋକ ଏମିତି ହିଁ ଚାହିଁଛନ୍ତି। ଦର୍ଶକ ବନ୍ଧୁ, କୁଆଡ଼ୁ ଶୁଣିବାକୁ ମିଳୁଛି ମା ହୋଇଯିବେ ଜାଗୃତି ଶୁକ୍ଲା। ଏଭଳି କିଛି କଥା ଲୋକମାନଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ବର୍ଷା ପ୍ରିୟଦର୍ଶିନୀ ଏହି କଥାକୁ ଶୁଣି ବହୁତ ମନ ଦୁଃଖ କରୁଛନ୍ତି। ଖାଲି ସେତିକି ନୁହେଁ, ଅନୁଭବଙ୍କ ହାତରୁ ସେ ସିନ୍ଦୁର ପିନ୍ଧିଥିଲେ। ଅଗ୍ନି ଚାରିପଟେ ବୁଲି 7 ଜନମକୁ ସାଥୀ ହୋଇ ରହିବାକୁ ପ୍ରତିଜ୍ଞା କରିଥିଲେ। ଅନୁଭବଙ୍କ ହାତରୁ ମଙ୍ଗଳସୂତ୍ର ପିନ୍ଧି ଅନୁଭବଙ୍କର ପତ୍ନୀ ହୋଇଥିଲେ ବର୍ଷା। ଆଉ ଏସବୁ ପରେ ବର୍ଷା ମଧ୍ୟ ଭାବିଥିଲେ ମୁଁ ବି ଦିନେ ମା ହେବି। ମୋ କୋଳରେ ମୋ ସନ୍ତାନକୁ ଧରି ଗେଲ କରିବି। ଗୋଟେ କଥା ହେଉଛି, ମା ହେବାଟା ସମସ୍ତଙ୍କ ଭାଗ୍ୟରେ ନଥାଏ। ଅନୁଭବ ବର୍ଷାଙ୍କ ପାଖରୁ ଅଲଗା ହେଲା ପରେ ଅନୁଭବଙ୍କ କଥା ମନେ ପକାଇ କାନ୍ଦନ୍ତି ବର୍ଷା। ମନର ଦୁଃଖକୁ ମନରେ ରଖି ନିଜ ମଙ୍ଗଳସୂତ୍ରକୁ ଧରି କାନ୍ଦନ୍ତି ବର୍ଷା। କାରଣ ସ୍ୱାମୀ ନଥିଲେ କେତେ ଯେ କଷ୍ଟ ଲାଗେ ସେ କଥା କେବଳ ସେ ସ୍ତ୍ରୀ ହିଁ ଜାଣେ। ଦର୍ଶକ ବନ୍ଧୁ, ଏପଟେ କହିବାକୁ ଗଲେ ଜାଗୃତି ଶୁକ୍ଲା ବେଶ ହସ ଖୁସିରେ ଅନୁଭବଙ୍କ ସହ ଅଛନ୍ତି। ସାରା ଓଡ଼ିଶା ଦେଖିବ ଜାଗୃତି ମା ହେବେ ଆଉ ସୁପରଷ୍ଟାର ଅନୁଭବ ମହାନ୍ତି ବାପା ହୋଇଯିବେ। ଖୁବ୍ ଶୀଘ୍ର ଅନୁଭବଙ୍କ ଘରକୁ ଆସିବ କୁନି ଅନୁଭବ। ଏସବୁ କଥା ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି। ଅନୁଭବଙ୍କୁ ଭଲ ପାଉଥିବା କୋଟି କୋଟି ଦର୍ଶକମାନେ ଚାହୁଁଛନ୍ତି ଶୀଘ୍ର ବାପା ହେଇଯାଆନ୍ତୁ ଅନୁଭବ, ଘରକୁ ଆସିବେ କୁନି ଅନୁଭବ। ଦର୍ଶକ ବନ୍ଧୁ, ଏସବୁ ଭଗବାନଙ୍କ ଉପରେ ନିର୍ଭର। ଭଗବାନ ଚାହିଁଲେ ବହୁତ ଜଲ୍ଦି ମା ହୋଇଯିବେ ଜାଗୃତି। ହଁ ଆଜ୍ଞା, ସୂଚନା ଆଜି ପାଇଁ ଏତିକି। ବ୍ୟୁରୋ ରିପୋର୍ଟ, ହିମାଂଶୁ ଓଡ଼ିଆ ଟିଭି।